କହିପାରୁନି ଆଜ୍ଞା ମୋ ଝିଅ ଆସିକି 9 ଦିନ ହେଲାଣି ଘରୁ କୁଆଡେ ପଳେଇ ଯାଇଛି। ସେଥିପାଇଁ ମୁଁ ଏଇ ଥାନାରେ ଏଫଆଇଆର ଦେଇଥିଲି। ସେଥିପାଇଁ ମୁଁ ଏ ଥାନାରେ ବଇଛି। ମୋର କିଛି ଦରକାର ନାହିଁ, ମୋ ଝିଅ ମତେ ଆଣିକି ଦିଅ। ନାବାଳିକା ଝିଅ ଘରୁ ନିଖୋଜ ହେବାର 8 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ପୋଲିସ ସେଠାରୁ ନ୍ୟାୟ ନ ପାଇବାରୁ ଥାନା ଆଗରେ ଧାରଣା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକେ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଏ ଘଟଣା ଦେଖିବାକୁ ମିଳିଛି। ଗତ 20 ତାରିଖରେ ନାବାଳିକା ଝିଅ ହୋଇଥିଲା ନିଖୋଜ। ନାବାଳିକା ଝିଅ ନିଖୋଜ ହେବା ଦିନଠାରୁ ଝିଅର ମା ନିଜ ଝିଅକୁ ଫେରି ପାଇବା ଆଶାରେ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେଲେଣି। ଏପରିକି ଘରେ 8 ଦିନ ହେଲା ଆଉ ଚୁଲି ଜଳୁନାହିଁ। ପୋଲିସ ଉପରୁ ସମ୍ପୃକ୍ତ ନାବାଳିକାଙ୍କ ପରିବାର ଭରସା ବିଶ୍ୱାସ ତୁଟିବାକୁ ବସିଲାଣି। ଏଣୁ ଝିଅକୁ ଫେରି ପାଇବା ଆଶାରେ ଥାନା ଆଗରେ ଧାରଣା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକେ। ସୂଚନା ଅନୁଯାୟୀ ଏ ନାବାଳିକା ଝିଅଙ୍କୁ ଗତ 21 ତାରିଖ ସନ୍ଧ୍ୟାରେ କଟକ ପାଗା ଛକଠାରେ ଶିଶୁ ସୁରକ୍ଷା ବିଭାଗ ଧରି ପାଗାଫାଣ୍ଡି ପୋଲିସର ହେଫାଜତକୁ ଦେଇଥିଲା। ପରେ ପାଗାଫାଣ୍ଡି ପୋଲିସ ସ୍ଥାନୀୟ ଏକ ବାଳିକା ଶିକ୍ଷାଶ୍ରମରେ ରଖିଥିଲା। ସେଠାରେ ଢିଲା ସୁରକ୍ଷା ଦୃଷ୍ଟିରୁ ଝିଅ କୁଆଡ଼େ ପଳାଇ ଯାଇଛି ବୋଲି ସମ୍ପୃକ୍ତ ଶିକ୍ଷାଶ୍ରମ ପକ୍ଷରୁ ପାଗାଫାଣ୍ଡିର ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପାଗାଫାଣ୍ଡି ପୋଲିସ କେନ୍ଦୁପାଟଣା ଅଞ୍ଚଳର ଜଣେ ଯୁବକଙ୍କୁ ନେଇ ପଚରା ଉଚରା ପରେ ଛାଡ଼ିଥିବା ସୂଚନା ଦେଇଛନ୍ତି ପାଗାଫାଣ୍ଡି ଅଧିକାରୀ। ଏପଟେ ପୂର୍ବରୁ ପରିବାର ପକ୍ଷରୁ ନିଶ୍ଚିନ୍ତକୋଇଲି ଥାନାରେ ହୋଇଥିବା ଏତଲାରେ ଖାଲି ନାବାଳିକାଙ୍କ ମାଙ୍କୁ ସାନ୍ତ୍ୱନା ହିଁ ମିଳିଛି, ହେଲେ ନିଜର ନାବାଳିକା ଝିଅ ମିଳିନାହିଁ। ଆଇଜି ସେଣ୍ଟ୍ରାଲ ପୋଲିସ ଗ୍ରାମାଞ୍ଚଳ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରି ନିଶ୍ଚିନ୍ତକୋଇଲି ଥାନା ଆଗରେ ସପରିବାର ବସିଛନ୍ତି। ଲୋକଙ୍କ ସରକାର କହୁଥିବା ଏବେ କାର ସରକାର ତୁରନ୍ତ ଏହି ବିଷୟକୁ ଗୁରୁତ୍ୱର ସହ ନେଇ ପୀଡ଼ିତ ପରିବାରକୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ମୋ ନାଁ ଜନ୍ମଜୟ ମହାନ୍ତି, ମୋ ଝିଅର ବାପା ଅଟେ। ଆଜିକି 9 ଦିନ ହେଲା ମୋ ଝିଅ ଘରୁ କିଏ ନେଇଯାଇଛି। 9 ଦିନ ହେବ ଥାନାରେ ଏଫଆଇଆର ଦେଲା ପରେ ବି ତାର କିଛି ପ୍ରତିକ୍ରିୟା ନାହିଁ। ଆମେ ଜାଣିଲୁ ଯେ ମୋ ଝିଅ ଚାଇଲ୍ଡ ଲାଇନ୍ରେ ଅଛି। ଚାଇଲ୍ଡ ଲାଇନ୍ରୁ ପୁଣି ପଳେଇଛି କୁଆଡ଼େ ଚାଇଲ୍ଡ ଲାଇନ୍ରୁ ଆମେ ଯାଇଥିଲୁ। ମୋ ଝିଅକୁ ଦେଖା କରିବାକୁ ଚାହିଁଲେ, ମୋ ଝିଅକୁ ଦେଖା କରେଇଦେଲେନି। ସେଦିନ ରାତିରେ ଯେଉଁଦିନ ଯାଇଥିଲୁ ଦେଖା କରିବାକୁ ସେଇଦିନ ରାତି 11ଟାରେ ମୋ ଝିଅ କୁଆଡ଼େ ପଳେଇଛି। ଆଉ ମୋତେ ଜଣେଇଲେ 9ଟା ରାତିରେ। ମୋତେ କହିଲେ ଯେ ଏଇ 9ଟା ରାତିରେ ମୋତେ ଦିନ 9ଟାରେ ଜଣେଇଲେ। ଦିନ 9ଟାରେ ଜଣେଇଲା ପରେ ମୋତେ କହିଲେ ଗୋଟେ ନମ୍ବରକୁ ଫୋନ୍ ଆଇଛି, ଆପଣ ଜାଣିଛନ୍ତି? ମୁଁ କହିଲି କ'ଣ, କେଉଁ ନମ୍ବର? ନା ଆପଣଙ୍କ ଝିଅ ଫୋନ୍ କରିଥିଲେ। ମୁଁ କହିଲି ସେ ନମ୍ବର କାହାର? ନା ସାଗର ମୌଳିକ। ମୋତେ ଚାଇଲ୍ଡ ଲାଇନ୍ ବାଲା କହିଛନ୍ତି। ସାଗର ମୌଳିକ ମୋତେ କହିଲେ ତାଙ୍କ ଘର ଦେଖେଇଦେବେ। ମୁଁ ଆଣି ତାଙ୍କ ଘର ଦେଖେଇଲି। ତାପରେ ସେମାନେ ସାଗର ମୌଳିକକୁ ନେଇ ଯାଇଥିଲେ। ପୁଣି କହିଲେ ତାଠୁ ଆମେ କିଛି ପାଉନୁ, ତାକୁ ଛାଡ଼ିଦେଲୁ। କିନ୍ତୁ ମୋ ଝିଅ ଘଣ୍ଟାଏ ସାଗର ମୌଳିକ ସାଙ୍ଗରେ ସେଦିନ ରାତିରେ ଫୋନ୍ରେ ଗପୁଛି, ଯେଉଁଦିନ ଆଶ୍ରମରୁ ସେ କିଡନାପ୍ ହେଇଥିଲା। ଆଉ ଏ ଥାନାକୁ ଦୌଡ଼ି ଦୌଡ଼ି ଏ ମ୍ୟାଡ଼ାମ୍ ମାନେ କୌଣସି କିଛି କେହି କଥା ଶୁଣୁନାହାନ୍ତି, ଶୁଣୁନାହାନ୍ତି। ଫୋନ୍ କୁଆଡ଼େ ସେଠୁ ଦୌଡ଼ି ଆସି କୁଆଡ଼େ କେଉଁ ଲୋକଙ୍କୁ ମାଗିଲା, ସେଠି କୁଆଡ଼େ ଫୋନ୍ ଟିକେ ଦିଅ, ମୁଁ ଫୋନ୍ କରିବି। ମୋତେ ମ୍ୟାଡ଼ାମ୍ କହିବା କଥା ଯା ଫୋନ୍ କରିବି। ଆଉ ମୋ ବାଲିଯାତ୍ରାରେ ଆମେ ହଜି ଯାଇଛୁ, ଟିକେ ଘରକୁ ଫୋନ୍ କରିବୁ। ସେ ଘରକୁ ନ ଫୋନ୍ କରି ସେ ସାଗର ମୌଳିକ କତିକି ଫୋନ୍ କରିଥିଲା। ସେ କିଏ ଚାଇଲ୍ଡ ଆଶ୍ରମର ଯେଉଁମାନେ ଅଛନ୍ତି ସେଇମାନେ ମୋତେ ଏ କଥା ଜଣେଇଥିଲେ। ଏପର୍ଯ୍ୟନ୍ତ ଝିଅ ମିଳିନି। ମୋ ଝିଅ ଦରକାର, ମୋର ଆଉ କିଛି ଦରକାର ନାହିଁ। ମୋ ଝିଅ କି ମଲା କି ମାଇଲା କି କୋଉଠି ନେଇ ବିକିଦେଲେ, ସେ ଚାଇଲ୍ଡ ଆଶ୍ରମ କି କିଏ କ'ଣ, ମୁଁ କିଛି ପତା ପାଉନି। ଏ ଥାନାବାଲା ଆମର ଚୁପ୍ ହେଇ ବଇଛନ୍ତି। ମ୍ୟାଡ଼ାମ୍ କତିକି 10 ଥର ଆଇଲା ପରେ ବି ମ୍ୟାଡ଼ାମ୍ କହୁଛନ୍ତି ଆପଣ ଖୋଜନ୍ତୁ, ଆମକୁ କିଛି ଯଦି ନ୍ୟୁଜ୍ ପାଇବେ ଆପଣ ଆମ କତିକି ଆସିବେ। ଆମେ କ'ଣ ନ୍ୟୁଜ୍ ଦେବୁ ଏମାନଙ୍କୁ? କହିପାରୁନି ଆଜ୍ଞା ମୋ ଝିଅ ଆସିକି 9 ଦିନ ହେଲାଣି ଘରୁ କୁଆଡେ ପଳେଇ ଯାଇଛି। ସେଥିପାଇଁ ମୁଁ ଏଇ ଥାନାରେ ଏଫଆଇଆର ଦେଇଥିଲି। ସେଥିପାଇଁ ମୁଁ ଏ ଥାନାରେ ବଇଛି। ମୋର କିଛି ଦରକାର ନାହିଁ, ମୋ ଝିଅ ମତେ ଆଣିକି ଦିଅ। କିଏ ଦୋଷୀ ନିର୍ଦ୍ଦୋଷୀ ମୁଁ ତ ଯୋଉ ପ୍ରମାଣ ଦେଲେ ଏମାନେ କହୁଛନ୍ତି ସେଗୁରା ସବୁ ପ୍ରମାଣ ଯୋଗ୍ୟ ନୁହଁ। ଯଦି ସେଗୁରା ସବୁ ପ୍ରମାଣ ଯୋଗ୍ୟ ନୁହଁ, ହେଲେ ମୋ ପିଲା ଦରକାର। ମୁଁ କୋଉ ପ୍ରମାଣ ମୁଣ୍ଡାଳିବାକୁ ଚାହୁଁନି କି କାହାକୁ ଆକୁ ଧର ତାକୁ ଧର କହୁନି କି ଥାନା ମ୍ୟାଡ଼ାମଙ୍କ ପାଖରେ ମୋର କିଛି ଅଭିଯୋଗ ନାହିଁ। ମୋର ମୋ ପିଲା ଦରକାର। ମତେ ମୋ ଝିଅ ଦେଇଦେଲେ ମୁଁ ଏଠୁ ଉଠିକି ଯିବି, ନହେଲେ ସାରା ଦିନ ପାଇଁ ମୁଁ ଏଇଠି ହିଁ ବସିକି ରହିବି।
घर मो झील 20 तारिख राति जाइला आज्ञा 9टा राति मो झील घर पाइप मूल आसी हाथ धोला तापर मो झील को मुझे न पाइली मु जानी मो झील छाँ जा किए नहीं जाइए मुझे जानी मुझे चारिड़े खोजाखोजी कली मोर मो घर पाखे मो मामू माई अच्छा मुझे जाई सागे सागे डाकिली सब गाड़ी समस्त को डाकिकी मो भाई मान को डाकी राति जाक आज्ञा खोजिली सार को भी राति कहली मो झील कौटी अजाई ना तब खोजाखोजी कर काली सकाल को आसिक आज्ञा मुझे थाना एफआईआर देली एफआईआर दबा 2 दिन जाए किसी एक्शन नेलेनी सार गोटे साइन करिया लगी सार को 2 दिन नागिगला मो एफआईआर कपी ऑफिस आगे टूल थुआ सत्ते भी से गोटे साइन करिया 3 दिन नगैले मो झील ना बालक जेहेतु एमती कामकियाली कहीं करुचनी थाना सार मोर एति जाना दरकार मोर कि दरकार नहीं जानिया मो पिला मोर दरकार समस्त को हाथ जोड़ी कह मो छुआ को मत दे दियो मोर पुआ नहीं आज्ञा मोर 2टा छुआ। निश्चिंत कोइलीरू अभय जनक रिपोर्ट ओडिशा समाचार।